ओम नमो नारायणाय नमः। श्री गुरु गीता प्रथम अध्याय ठाकुर सुंदर भाव गुरु शिष्य भाव को प्रकट करछन्ति। शिष्य पचारुछन्ति, बेनी कर जोड़ी कृत्य कृत्य होई शिष्य, बेनी कर जोड़ी कृत्य कृत्य होई श्री गुरु पद्म पादे पड़ी पचारई। बेनी कर जोड़ी कृत्य कृत्य शिष्य होई श्री गुरुଙ୍କ पद्म पादे पड़ी पचारई। गुरुदेव ए संसार रे मु चिर शांति किपरि लाभ करी से पदार्थ कौन कहतु। शिष्यर भक्ति देखि श्री गुरु कहते, नारायण बिना नाही चिर शांति। शिष्यर भक्ति देखि श्री गुरु कहती, नारायण बिना नाही चिर शांति। वत्स चिर शांति केवल परम ब्रह्म परमात्मा परमेश्वर तांकु जीवन लभिवा पर्यंत, तांकु जीव न लभिवा पर्यंत अशांति सरितरे भासुଥାଏ। श्री गुरु गीतार सुंदर कथाटी। गुरु वाक्य शुणी पुछे मन नर नारायण। गुरु वाक्य शुणी पुछे मन नर नारायण, किपरि काहि रहीन सन्ति नारायण। गुरुदेव ସେହି ଈଶ୍ୱର କିପରି କେଉଁ ସ୍ଥାନରେ ବିଦ୍ୟମାନ ଅଛନ୍ତି ତାଙ୍କୁ କିପରି ଲଭିବି, ମୋର ଏ ଅଜ୍ଞାନ ତିମିରକୁ ବିଧ୍ୱଂସନ କରନ୍ତୁ। ଆନନ୍ଦରେ ଗୁରୁ କହନ୍ତି, ଶୁଣ ତୁହି ବତ୍ସ, ଯହିଁରେ ଲୋଡ଼ିବ ତହିଁ ଛନ୍ତି ଶ୍ରୀ ବତ୍ସ। ବତ୍ସ, ଗୁରୁଦେବ କହୁଛନ୍ତି ଈଶ୍ୱରଙ୍କ ନଥିବା ସ୍ଥାନ ନାହିଁ। ସପ୍ତ ପାତାଳ, ଅଯୋଧ୍ୟା, ଦ୍ୱାରିକା, କାଶୀ, ମଥୁରା, ଗୋପ, ବୃନ୍ଦାବନ, ସୌରାଷ୍ଟ୍ର, ଯାଜପୁର ଆଦି ମର୍ତ୍ତ୍ୟପୁର, ଇନ୍ଦ୍ର, କୁବେର, ଯକ୍ଷ, କିନ୍ନର, ସୁର, ବ୍ରହ୍ମା ଆଦିଙ୍କର ସ୍ୱର୍ଗପୁର ଓ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ନାମ ଅନାମରେ ସର୍ବତ୍ର ପୁରୀ ରହିଛନ୍ତି। କେବଳ ଆସ୍ତିକ ଭାବରେ ଅଛନ୍ତି, ନାସ୍ତିକ ଭାବରେ ନାହାନ୍ତି। ବେନିଙ୍କର ଯୋଡ଼ି ଶିଷ୍ୟ ଆନନ୍ଦେ ପୁଛଇ, ଆସ୍ତିକ ନାସ୍ତିକ ଭାବ ମୋତେ ଦିଅ କହି। ଗୁରୁଦେବ ଆସ୍ତିକରେ କିପରି ବିଭୁ ବିଦ୍ୟମାନ ଅଛନ୍ତି, ନାସ୍ତିକକୁ କିପରି ଈଶ୍ୱର ବର୍ଜନ କଲେ, ଏହି ସଂଶୟକୁ ମୋର ଛେଦନ କରନ୍ତୁ। ଶିଷ୍ୟର ଭକ୍ତି ଦେଖି ଶ୍ରୀ ଗୁରୁ କହନ୍ତି, ମୁକାର ବ୍ୟାପିବା ସ୍ଥାନେ ଈଶ୍ୱର ନାହାନ୍ତି। ମୁକାର ବ୍ୟାପିବା ସ୍ଥାନେ ଈଶ୍ୱର ନାହାନ୍ତି। ଶିଷ୍ୟର ଭକ୍ତି ଦେଖି ଶ୍ରୀ ଗୁରୁ କହନ୍ତି, ମୁକାର ବ୍ୟାପିବା ସ୍ଥାନେ ଈଶ୍ୱର ନାହାନ୍ତି। ସୁନ୍ଦର କଥାଟି ଭଗବାନ ଶିଷ୍ୟର ଭକ୍ତିକି ଦେଖି ଶ୍ରୀଗୁରୁ କହୁଛନ୍ତି, ବତ୍ସ, ଯେଉଁ ସ୍ଥାନରେ ମୁକାର ବ୍ୟାପି ରହିଛି ସେହି ସ୍ଥାନରେ ଈଶ୍ୱର ନଥାନ୍ତି। ମୁଁ କର୍ତ୍ତା, ମୋର ଦେହ, ମୋର ସଂସାର ବୋଲି ହିଁ ମୁଁ କାର ଯାହା ପାଶେ ଥାଏ, ସେହି କେବଳ ପରମେଶ୍ୱରଙ୍କୁ ପାଏ ନାହିଁ।
ଶିଷ୍ୟ ପୁନର୍ବାର ପଚାରୁଛନ୍ତି। ସଂଶୟରେ ଶିଷ୍ୟ ପୁଣି ଗୁରୁଙ୍କୁ ପୁଛଇ, ମୁକାର ସୃଜନ କର୍ତ୍ତା ସଂସାରରେ କେହି। ହେ ଗୁରୁଦେବ, ମୁକାରକୁ ଉତ୍ପତ୍ତି କିଏ କରିଅଛନ୍ତି ସଂସାରରେ? ଆପଣ କୁହନ୍ତୁ। ନା ଗୁରୁଦେବ କହିଲେ, ମୁଁ ଗୁରୁ ଆନନ୍ଦେ କହନ୍ତି ଶୁଣରେ ମନାଇ, ମୁକାର କରତା ହୋଇଛନ୍ତି ଭାବଗ୍ରାହୀ। ବତ୍ସ, ସମସ୍ତଙ୍କ କର୍ତ୍ତା ଯଦି ପରମ ବ୍ରହ୍ମ ପରମାତ୍ମା ପରମେଶ୍ୱର, ମୁକାର କର୍ତ୍ତା ସେହି ପରମ ବ୍ରହ୍ମ ପରମାତ୍ମା ପରମେଶ୍ୱର। ସୁତରାଂ ଈଶ୍ୱର ଯେତେବେଳେ ଜୀବ ଅଙ୍ଗରେ ସତ୍ୱଗୁଣ ଦତ୍ତ କରନ୍ତି, ଜୀବ ସଂସାରର ପାଳନ କରିପାରେ। ରଜଗୁଣ ଦତ୍ତ କଲେ ଜୀବର ଉତ୍ପତ୍ତି, ରଜଗୁଣ ଦତ୍ତ କଲେ ଜୀବର ଉତ୍ପତ୍ତି କରିବା ଶକ୍ତି ହୋଇ, ତମ ଗୁଣକୁ ଯଦି ଈଶ୍ୱର ଦତ୍ତ କରନ୍ତି ତେବେ ଜୀବ ନିଶ୍ଚୟ ବିଲୟ କରିପାରେ। ଏହି ଈଶ୍ୱର ଆସ୍ତିକ ନାସ୍ତିକ ରୂପକ ଦୁଇଟି, ଆସ୍ତିକ ନାସ୍ତିକ ଜୀବ ନିଶ୍ଚୟ ବିଲୟ କରିପାରେ। ଏହି ଈଶ୍ୱର ଆସ୍ତିକ ନାସ୍ତିକ ରୂପକ ଦୁଇଟି ରଜୁ ଧରିଛନ୍ତି। ଯଦି ଜୀବକୁ ଆସ୍ତିକ ରଜୁ ଦତ୍ତ କରିଥାନ୍ତି, ସେହି କେବଳ ଈଶ୍ୱର ଅଛନ୍ତି ବୋଲି ଜାଣିପାରୁଥାଏ। ସେହି ବିଭୁ ଯଦି ଜୀବକୁ ନାସ୍ତିକ ଭାବ ଦତ୍ତ କରନ୍ତି, ତେବେ ଜୀବ ଆଉ ଚିହ୍ନି ପାରେ ନାହିଁ। ଏଗେନି କହୁଛି, ଆସ୍ତିକ ଭାବରେ ନାରାୟଣଙ୍କ ପଦ୍ମପାଦରେ ଶରଣାପନ୍ନ ହୋଇ ମୁଁ ବୋଲି କହିଲେ ପ୍ରଭୁ ଆନନ୍ଦ ଲାଭ କରିଥାନ୍ତି। ସୁତରାଂ ଜୀବ ଶରଣାପନ୍ନ ହୋଇ ମୁଁ ବୋଲି କହିଲେ ମଧ୍ୟ ଈଶ୍ୱର ଆନନ୍ଦିତ ହୁଅନ୍ତି। ଇନ୍ଦ୍ର, କୁବେର, ଯକ୍ଷ, କିନ୍ନର ଏ ସମସ୍ତେ ଅହଙ୍କାର କରିଲେ ଭଗବାନ ସେମାନଙ୍କ ଠାରୁ ମଧ୍ୟ ଦୂରେଇ ଯାଆନ୍ତି। ସକଳ ସ୍ଥାନରେ ଯଦି ରହିଲେ ଈଶ୍ୱର, କିପରି ଭାବିବେ ମୁହିଁ ସକଳ ସ୍ଥାନର। ଗୁରୁଦେବ, ଈଶ୍ୱର ଯଦି ସକଳ ସ୍ଥାନରେ ବିଦ୍ୟମାନ, ତେବେ ଭକ୍ତବତ୍ସଳଙ୍କୁ କେଉଁ ସ୍ଥାନରେ ଆରାଧନା କରିବି? ସେହି ପରମ ବ୍ରହ୍ମ ପରମାତ୍ମା ପରମେଶ୍ୱର କେଉଁ ରୂପରେ ଜଗତ ବ୍ୟାପକ ହୋଇଅଛନ୍ତି, ତାଙ୍କୁ ସକଳ ସ୍ଥାନରେ ଭାବିବି କି ଏକ ସ୍ଥାନରେ ଭାବିଲେ ସକଳ ସ୍ଥାନରେ ପାଇବି? ସେଠୁ ଗୁରୁଦେବ ଦୁର୍ଜୟ ଶୂନ୍ୟ ଶରୀର ଯେଉଁ ପ୍ରଭୁଙ୍କର, ଗୁରୁଦେବ କହିଲେ ଦୁର୍ଜୟ ଶୂନ୍ୟ ଶରୀର ଯେଉଁ ପ୍ରଭୁଙ୍କର, ଏକ ସ୍ଥାନରେ ଭାବିଲେ ପାଇବ ଈଶ୍ୱର। ଭକ୍ତବତ୍ସଳ ଭଗବାନ ଗୁରୁଦେବଙ୍କୁ ପ୍ରଶ୍ନ କରିବା ପରେ ଗୁରୁଦେବ ଶିଷ୍ୟବତ୍ସଳ ହୋଇ ଶିଷ୍ୟକୁ କହୁଛନ୍ତି, ବତ୍ସ, ସେ ଯେ ସଚ୍ଚିଦାନନ୍ଦ, ଯାହାଙ୍କର ପାଣି, ପାଦ, ଜିହ୍ୱା, ନାସା, କର୍ଣ୍ଣ, ନେତ୍ର ନାହିଁ ଏବଂ ଭୂତମାନ ପ୍ରଭୁ ଅରୂପରେ ଜଗତ ବ୍ୟାପକ ହୋଇଅଛନ୍ତି, ସେହି ପରମ ବ୍ରହ୍ମ ପରମେଶ୍ୱରଙ୍କ ନାମ ଅନାମରେ ରୂପ ଅରୂପରେ ଅବ୍ୟକ୍ତ ଅଚିନ୍ତ୍ୟ ଅଲେଖ୍ୟ ନିଉଚ୍ଛିଷ୍ଟ ନିର୍ଲେପ ନିର୍ବେଦ ନିଷ୍କାମ ପଞ୍ଚଭୂତରୁ ବିଲଗ ଥାଇ ମଧ୍ୟ ସକଳ ସ୍ଥାନରେ ପୁରୀ ରହିଅଛନ୍ତି।
एपरि दुर्जय शून्य देह को भक्त छड़ा बंधन करने को कहार शक्ति नहीं से भावरे बंधन होती आ भावरे बस होती भक्त भावरे निराकार पुरुष साकार होती तांकु एक स्थान रे भाविले मिल पारती अनेक स्थान रे भाविले मध्य मिल पारती यथा काष्ठ पाषाण पत्र पुष्प फल तरु तृणरे किंबा शून्य रे किंबा मनुष्य घटरे हाँ जार जो स्थान रे विश्वास से स्थान रे भावी ईश्वर लाभ कर केवल संदिग्ध मना न होई भावना कर संदेह कले भगवान दर्शन देवे मु एबे केउ स्थान रे पाइबी अच्युत कह गुरु अल्प सूक्ष्म सहजर सूत्र गुरुदेव स्थान समूह रे विभु को लभिवा को आज्ञा कल तेबे मु केउ स्थान रे किपरि भावरे भाबिले हाँ सहजरे अविलंबे पाई पारिबी आज्ञा हेउ सकल स्थान रे जेणु छंती वासुदेव मनुष्य घटरे भाव अल्प के पाइब बच उड़ा बुड़ा चल अचल समस्त स्थान रे श्री हरि विराजमान करिसंती परिपूर्ण रूप रे विराजमान करछंती तेणु मनुष्य घटरे निश्चय अछंती मनुष्य घटरे तेणु भाविले से ईश्वर को निश्चय प्राप्त करि परिबो किंतु संदिग्ध बना हैला केवल अहिंसा सूत्र रे भावना कर भाव सत्य आउ सकल मिथ्या सर्वस्थाने पूरी छंती लक्ष्मी धव मनुष्य घटे की परी अल्प के मिलिब गुरुदेव सकल स्थान रे यदि परमेश्वर समभाव परिपूर्ण होती मनुष्य घटरे किपरि अल्प मिलिब एई विषय मते संशय होची मोर संशय छेदन करंतु सत्यनारायण स्वामी की जय एथिला गुरु गीता तत्व ज्ञान प्रथम अध्याय द्वितीय अध्याय आरंभ करिए पर मुहूर्त शुणवा